ଭିଙ୍ଗାରପୁର କୁରାଙ୍ଗ ପ୍ରଧାନ ଗ୍ରାମ ଉନ୍ନୟନ ବିଭାଗ ରାସ୍ତାର ଭିତ୍ତିପ୍ରସ୍ତର। ବାଲିଅନ୍ତା ବ୍ଲକ ଭିଙ୍ଗାରପୁର କୁରାଙ୍ଗ ପ୍ରଧାନ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ନବୀକରଣ ନେଇ ଆଜି ପୂର୍ବାହ୍ନରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ଜୟଦେବ ବିଜେପି ମୁଖ୍ୟ ସଂଗଠକ ଚୌଧୁରୀ ଦ୍ୱାରିକାନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାସ୍ତା ନବୀକରଣ କାର୍ଯ୍ୟ ନେଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ 2,60,25,000 ଟଙ୍କା ମଞ୍ଜୁର ହୋଇଛି। 2 କିମି 300 ମିଟର ବିଶିଷ୍ଟ ରାସ୍ତା ମଧ୍ୟରୁ 191 ମିଟର ପିଚୁ, 670 ମିଟର କଂକ୍ରିଟ, 1254 ମିଟର ଫେଭର ବ୍ଲକ କଲଭର୍ଟ, 890 ମିଟର ପ୍ରୋଟେକ୍ସନ ୱାଲ୍, 310 ମିଟର ଲାଇନିଂ ଡ୍ରେନ୍ ନିର୍ମାଣ କରାଯିବ। ଏନେଇ ଆୟୋଜିତ ସଭାରେ ଦ୍ୱାରିକାନାଥ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସାଂସଦ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରାଯାଇପାରିଥିବା କହିଥିଲେ। ଦ୍ୱାରିକାନାଥ ସାଂସଦଙ୍କ ତତ୍ତ୍ୱାବଧାନରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ଜାରି ରହିବ ବୋଲି କହିଥିଲେ। ଗ୍ରାମ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ନାୟକ, ସହକାରୀ ଯନ୍ତ୍ରୀ ଚକ୍ରଧର ବେହେରା ପ୍ରମୁଖ ନିର୍ମାଣ କାର୍ଯ୍ୟ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁର ରାୟ, ପୂର୍ବତନ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ଶଶିଭୂଷଣ ପାତ୍ରଙ୍କ ସମେତ ସ୍ଥାନୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।